ରାମ ରାବଣ ଯୁଦ୍ଧ ପୂର୍ବରୁ ପ୍ରଭୁ ଶ୍ରୀରାମଙ୍କର ଦୂତ ଭାବରେ ଲଙ୍କାକୁ ଦୁଇ ଜଣ ଯାଇଥିଲେ। ପ୍ରଥମେ ହନୁମାନ ଯାଇଥିଲେ ଓ ଦ୍ୱିତୀୟରେ ବାଳୀପୁତ୍ର ଅଙ୍ଗଦ ଯାଇଥିଲେ। କିନ୍ତୁ ଆଜିର ଭିଡ଼ିଓରେ ଆମେ ଜାଣିବା ପ୍ରଥମେ ଅଙ୍ଗଦ କାହିଁକି ଲଙ୍କାକୁ ଯାଇନଥିଲେ। ଅଙ୍ଗଦ ପିଲାବେଳେ ଯେଉଁ ଋଷିକୂଳ ଆଶ୍ରମରେ ବିଦ୍ୟା ଅଧ୍ୟୟନ କରୁଥିଲେ ସେହିଠାରେ ରାବଣର ପୁଅ ଅକ୍ଷୟ କୁମାର ମଧ୍ୟ ବିଦ୍ୟା ଅଧ୍ୟୟନ କରୁଥିଲେ। ଅଙ୍ଗଦ ପିଲାବେଳେ ବହୁତ ଦୁଷ୍ଟ ଥିଲେ। ଅକ୍ଷୟ କୁମାରଙ୍କ ସହିତ ବିନା କାରଣରେ ସେ ଲାଗୁଥିଲେ ଓ ତାଙ୍କୁ ହଇରାଣ କରୁଥିଲେ। ଅକ୍ଷୟ କୁମାର ବହୁ ସମୟରେ ଗୁରୁଜୀଙ୍କ ପାଖରେ କାନ୍ଦି କାନ୍ଦି ସବୁ କଥା କହୁଥିଲେ। ଥରେ ଗୁରୁ ରାଗି ଯାଇ ବାଳୀଙ୍କି ଅଭିଶାପ ଦେଇଥିବେ, ଆଜିଠାରୁ ଯଦି ତୁମେ ଅକ୍ଷୟ କୁମାରଙ୍କ ସହିତ ଆଗେ ଲାଗିବ କିମ୍ବା ହାତ ଉଠାଇବ ତୁମର ମୃତ୍ୟୁ ସେହି କ୍ଷଣରେ ହୋଇଯିବ। ଏହି କାରଣରୁ ଅଙ୍ଗଦ ପ୍ରଥମେ ଲଙ୍କା ଯାଇନଥିଲେ। ଯେତେବେଳେ ହନୁମାନ ପ୍ରଥମେ ଲଙ୍କାରେ ଯାଇଥିଲେ ରାବଣ ଭାବିଲା ଅଙ୍ଗଦ ଆସିଛନ୍ତି ବୋଲି, ତେଣୁ ସେ ଅକ୍ଷୟ କୁମାରକୁ ପଠାଇଥିଲା। କିନ୍ତୁ ହନୁମାନ ଏହି ଅଭିଶାପ ବିଷୟରେ ପ୍ରଥମରୁ ଜାଣିଥିଲେ। ସେ ଅକ୍ଷୟ କୁମାରକୁ ମାରି ଦେଇଥିଲେ ଓ ପରେ ଯେତେବେଳେ ଅଙ୍ଗଦ ଏହି କଥା ଶୁଣିଲେ ସେ ବିନା କୌଣସି ଭୟରେ ଲଙ୍କା ଯାଇଥିଲେ।